ରାଶି ମାନଙ୍କର। ନମସ୍କାର ବନ୍ଧୁଗଣ, ଆପଣ ସମସ୍ତଙ୍କୁ ସ୍ୱାଗତ। ବନ୍ଧୁଗଣ, ଆପଣମାନେ ସମସ୍ତେ କିପରି ଅଛନ୍ତି? ଆମେ ଆଶା କରୁଛୁ ଯେ ଦେବୀ ମାତାଙ୍କ ଆଶୀର୍ବାଦରେ ଆପଣମାନେ ସମସ୍ତେ ବହୁତ ଭଲରେ ରହିବେ। ବନ୍ଧୁଗଣ, ମୁଁ ଆପଣଙ୍କୁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ 2 ଦିନ ମଧ୍ୟରେ ଆପଣମାନେ ଟିକେ ସତର୍କ ରହିବାର ସମୟ ଆସିଛି। ହଁ ବନ୍ଧୁଗଣ, ଆପଣଙ୍କ ରାଶିର ସମସ୍ତ ଲୋକ ସର୍ବଦା ନିଜ ସମୟରେ ଉନ୍ନତି ହାସଲ କରନ୍ତି, କିନ୍ତୁ କେତେକ ସମୟରେ ସେମାନେ ନିଜ ଲୋକଙ୍କଠାରୁ ଦୂରେଇ ଯାଆନ୍ତି, କାରଣ ଯେଉଁମାନଙ୍କୁ ସେମାନେ ବିଶ୍ୱାସ କରନ୍ତି ସେମାନଙ୍କ ପଛରେ ସେମାନେ ହିଁ ସେମାନଙ୍କୁ ବିଶ୍ୱାସଘାତକତା କରନ୍ତି। ହଁ ବନ୍ଧୁଗଣ, ଏବଂ ଏହି ସମୟରେ କିଛି ଏପରି ଶତ୍ରୁ ଆପଣଙ୍କ ସାମ୍ନାକୁ ଆସିବାକୁ ଯାଉଛନ୍ତି ଯେଉଁମାନେ ଆପଣଙ୍କୁ ଆପଣଙ୍କ ପିଠି ପଛରେ ଛୁରୀ ମାରିବାକୁ ଯାଉଛନ୍ତି। ତେଣୁ ବନ୍ଧୁଗଣ, ଏହି ସମୟରେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ପ୍ରତି ସତର୍କ ରହିବାକୁ ପଡ଼ିବ। ହଁ ବନ୍ଧୁଗଣ, ଆଗାମୀ 2 ଦିନ ମଧ୍ୟରେ ଏହି 2ଟି ଗୁପ୍ତ ଶତ୍ରୁ ଆପଣଙ୍କ ସମୟରେ ଝଡ଼ ପରି ସଙ୍କଟ ଆଣିବେ। ହଁ ବନ୍ଧୁଗଣ, ଯଦି ଆପଣ ସତର୍କ ରହିବେ ତେବେ ବନ୍ଧୁଗଣ ଆଗାମୀ 2 ଦିନ କିନ୍ତୁ ବନ୍ଧୁଗଣ, ଆସନ୍ତୁ ଆମେ ଆପଣଙ୍କୁ ସମସ୍ତଙ୍କୁ କହିବା ଯେ ଆପଣ ଏହି ସମୟରେ ସେମାନଙ୍କୁ କିପରି ଏଡ଼ାଇ ପାରିବେ। ଆପଣଙ୍କୁ ଏବେ କେଉଁ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ମନେ ରଖିବାକୁ ପଡ଼ିବେ? ହଁ ବନ୍ଧୁଗଣ, କିନ୍ତୁ ବନ୍ଧୁଗଣ, ସେହି ଲୋକମାନେ ଆପଣଙ୍କ ଜୀବନର ଦ୍ୱାର ଠକ୍ ଠକ୍ କରିବାକୁ ଯାଉଛନ୍ତି। ସେହି ମହିଳା ସେହି ଦ୍ୱାର ଠକ୍ ଠକ୍ କରିବାକୁ ଯାଉଛନ୍ତି ଯିଏ ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ହଁ ବନ୍ଧୁଗଣ, ଏହି ମହିଳା ବହୁତ ଦିନ ଧରି ଆପଣମାନଙ୍କୁ ସମସ୍ତଙ୍କୁ ନଷ୍ଟ କରିଦେଇଛନ୍ତି। ହଁ ବନ୍ଧୁଗଣ, ଆସନ୍ତୁ ଆମେ ଆପଣଙ୍କୁ ସମସ୍ତଙ୍କୁ କହିବା ଯେ ଗତ ଅନେକ ବର୍ଷ ଧରି ସେ ଆପଣଙ୍କ ଉପରେ ଆଭ୍ୟନ୍ତରୀଣ କାର୍ଯ୍ୟକଳାପ କରି ଆସୁଛି ଏବଂ ଦୀର୍ଘ ସମୟ ଧରି ଆପଣଙ୍କ ଉପରେ ଅନେକ କାର୍ଯ୍ୟକଳାପ କରି ଆସୁଛି, ଯାହା ଯୋଗୁଁ ଆପଣଙ୍କ ସମସ୍ତଙ୍କ ଜୀବନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି, ଯାହା ଯୋଗୁଁ ଆପଣମାନେ ମଧ୍ୟ ବହୁତ କଷ୍ଟ ପାଉଛନ୍ତି। ହଁ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ସେମାନଙ୍କ ବିଷୟରେ ଏବଂ ସେମାନଙ୍କୁ କିପରି ଏଡ଼ାଇ ପାରିବେ ସେ ବିଷୟରେ କହିବାକୁ ଯାଉଛୁ। ସେମାନଙ୍କ ସମସ୍ତଙ୍କ ପାଇଁ ଆମେ ଆପଣଙ୍କୁ ଏକ ମୌଳିକ ବନ୍ଧୁଗଣ, ଏହି ମନ୍ତ୍ରଟି ଏକ ସମ୍ପୂର୍ଣ୍ଣ ପ୍ରମାଣିତ ମନ୍ତ୍ର। ଯଦି ତୁମେ ଭୁଲରେ ମଧ୍ୟ ଏହାକୁ ତୁମର ଜୀବନରେ ସଠିକ୍ ଭାବରେ ବ୍ୟବହାର କର, ତେବେ ବନ୍ଧୁଗଣ ତୁମର ଜୀବନ ଅମର ହୋଇଯିବ ଏବଂ ଅତୀତରୁ ତୁମକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଯେକୌଣସି ଶତ୍ରୁ ନଷ୍ଟ ହୋଇଯିବ ଏବଂ ତୁମେ ସମସ୍ତଙ୍କୁ ଧନ, ସୁଖ, ସମୃଦ୍ଧି, ତୁମର ଜୀବନର ସବୁକିଛି ମିଳିବ। ଏକ ପ୍ରକାରେ ଏହା କୁହାଯାଇପାରେ ଯେ ତୁମର ଜୀବନ ଖୁସିରେ ପ୍ରସ୍ଫୁଟିତ ହେବ। ତୁମେ ବହୁତ ଖୁସି ପାଇବ ଯାହା ପାଇଁ ତୁମେ ଇଚ୍ଛା କର ଏବଂ ଯାହା ପାଇଁ ତୁମେ ସର୍ବଦା କଠିନ ପରିଶ୍ରମ କର। ହଁ ବନ୍ଧୁଗଣ, ସମୟ ଆସିଛି ଯେତେବେଳେ ଆମେ ତୁମକୁ ଏହାର ସମସ୍ତ ସମାଧାନ କହିବାକୁ ଯାଉଛୁ। ଏଥିରେ ତୁମର ଅବଦାନ କେବଳ ଏତିକି ହେବ ଯେ ତୁମେ ତୁମର ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟରୁ କିଛି ସମୟ ବାହାର କରି ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖିବା ଉଚିତ। ଏବଂ ବନ୍ଧୁଗଣ, ଏହାକୁ ଧ୍ୟାନ ସହିତ ଦେଖିବା ପରେ ତୁମକୁ ଏହାକୁ ଧ୍ୟାନ ସହିତ ବୁଝିବାକୁ ପଡ଼ିବ। ଆମେ ଏହି ଭିଡ଼ିଓରେ ତୁମକୁ ଯେଉଁ କଥାଗୁଡ଼ିକ କହିଛୁ ତୁମକୁ ସେଗୁଡ଼ିକୁ ଧ୍ୟାନ ସହିତ ବୁଝିବାକୁ ପଡ଼ିବ ଏବଂ ତୁମର ଯିବାକୁ ପଡ଼ିବ ଏବଂ ତୁମର ଜୀବନରେ ବ୍ୟବହାର କରିବାକୁ ପଡ଼ିବ। ହଁ ବନ୍ଧୁଗଣ, ତୁମେ କୌଣସି ଶିକ୍ଷା ହାତଛଡ଼ା କରିବା ଉଚିତ ନୁହେଁ, ନଚେତ୍ ତୁମେ ଭୁଲ କରିପାର। ତେଣୁ ବନ୍ଧୁଗଣ, ଆମେ ତୁମ ସମସ୍ତଙ୍କୁ ପୂର୍ବରୁ କହୁଛୁ ଯେ ତୁମେ ଭିଡ଼ିଓଟିକୁ ବହୁତ ଧ୍ୟାନର ସହିତ ଦେଖିବା ଉଚିତ। ହଁ ବନ୍ଧୁଗଣ, ସେ ଗତ ଅନେକ ଥର ତୁମକୁ ନଷ୍ଟ କରିନାହିଁ, ବରଂ ତୁମର ଜୀବନକୁ ମଧ୍ୟ ନଷ୍ଟ କରିଦେଇଛି। ଏକ ପ୍ରକାରେ ସେ ତାକୁ ଶେଷ କରିଦେଇଛି। ଏବେ ତୁମ ଜୀବନରେ ଯାହା ବି ଛୋଟ ଛୋଟ ଖୁସି ବାକି ଅଛି ସେ ତାକୁ ମଧ୍ୟ ଛଡ଼ାଇ ନେବାକୁ ଚାହୁଁଛି। ତେଣୁ ବନ୍ଧୁଗଣ, ତୁମେ ସତର୍କ ରହିବା ଆବଶ୍ୟକ। ବନ୍ଧୁଗଣ, ଏହି ଏକମାତ୍ର ମହିଳା ଯାହାଙ୍କ ନଜର ତୁମ ପରିବାର ଉପରେ ଅଛି, ଯାହାଙ୍କ କାରଣରୁ ତୁମେ ତୁମ ଜୀବନରେ ଏତେ ସମସ୍ୟାର ସମ୍ମୁଖୀନ ହେଉଛ। ତୁମ ଜୀବନରେ ଏତେ ସମସ୍ୟା ଗୋଟିଏ ନୋଟିଏ ନା ଅନ୍ୟ ସମସ୍ୟା ଆସୁଛି। ବନ୍ଧୁଗଣ, ଯଦି ତୁମ ଜୀବନରେ ଗୋଟିଏ ସମସ୍ୟା ଶେଷ ହୁଏ ତେବେ ତୁମ ଜୀବନରେ ଆଉ ଏକ ନୂତନ ସମସ୍ୟା ଆସିଥାଏ। ବନ୍ଧୁଗଣ, ଏହା କିପରି ହୋଇପାରେ? ସର୍ବୋପରି ବନ୍ଧୁଗଣ, ତୁମେ ଏତେ ଖରାପ କାମ କରିନାହିଁ। ବନ୍ଧୁଗଣ, ତୁମେ ମନୀଷ, କେତେବେଳେ ଗୋଟିଏ କିମ୍ବା 2ଟି ଭୁଲ ନିଶ୍ଚୟ ଘଟିବ। ଭଗବାନ ସେମାନଙ୍କୁ ଦଣ୍ଡ ଦିଅନ୍ତି, କିନ୍ତୁ ବନ୍ଧୁମାନେ ତୁମେ ସମସ୍ତଙ୍କ ଉପରେ ଏପରି ସମସ୍ୟା ଏକ ସମୟରେ ଅଛି। ବନ୍ଧୁମାନେ ସମସ୍ତେ ଏଠାରେ ଭଲ କରୁଛନ୍ତି, କିନ୍ତୁ ବନ୍ଧୁମାନେ ତୁମେ ଦିନରାତି କଠିନ ପରିଶ୍ରମ କର, ସମସ୍ତ କାମ ଠିକ୍ ଭାବରେ କର, ତାପରେ ବନ୍ଧୁମାନେ ଶେଷରେ ତୁମେ ଦେଖିବ ଯେ କାମ ବିଫଳ ହୋଇଛି ଏବଂ ତୁମେ ତୁମ ଜୀବନରେ ଲଗାତାର ସମସ୍ୟାର ସମ୍ମୁଖୀନ ହେଉଛ। କିଛି ଲୋକ ଗତ ଅନେକ ମାସ
ବହୁ ବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବନ୍ଧୁମାନେ। ଏହି ସମସ୍ତର ମୂଳ ବନ୍ଧୁମାନେ ତୁମ ଜୀବନର ସବୁଠାରୁ ବଡ଼ ଶତ୍ରୁ କେବଳ ଗୋଟିଏ ମହିଳା। ହଁ ବନ୍ଧୁମାନେ, ଆଜିର ଭିଡ଼ିଓରେ ଆମେ ମହିଳା ବିଷୟରେ କହିବାକୁ ଯାଉଛୁ ବନ୍ଧୁମାନେ। ସେହି ମହିଳା ତୁମ ସମସ୍ତଙ୍କ ସହିତ କ'ଣ କରିଛନ୍ତି ଆମେ ତୁମକୁ ତାହା ମଧ୍ୟ କହିବାକୁ ଯାଉଛୁ। ଏବଂ ବନ୍ଧୁମାନେ ତାର ବନ୍ଧୁମାନଙ୍କ ଠାରୁ କିପରି ମୁକ୍ତି ପାଇବେ ଆମେ ତୁମକୁ ମୂଳରୁ ତାଙ୍କ ବିଷୟରେ କହିବାକୁ ଯାଉଛୁ। ହଁ ବନ୍ଧୁମାନେ, ଏହା ନୁହେଁ ବନ୍ଧୁମାନେ ଆମେ ତୁମକୁ କେବଳ ଆମେ ତୁମକୁ କେବଳ ଗୋଟିଏ କିମ୍ବା ଦୁଇଟି କଥା କହିଛୁ। ହଁ ବନ୍ଧୁମାନେ, କିପରି ମୂଳରୁ ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ। ହଁ ବନ୍ଧୁମାନେ, ପ୍ରଥମେ ଆମେ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆସନ୍ତୁ ଭିଡ଼ିଓ ଆରମ୍ଭ କରିବା ମା ଭଦ୍ରକାଳୀଙ୍କ ନାମ ନେଇ। ବନ୍ଧୁଗଣ, ଦୟାକରି ମା ଭଦ୍ରକାଳୀଙ୍କ ନାମ ନେଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ହଁ ବନ୍ଧୁଗଣ, ଯଦି ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ହିଁ ଏହି ଉପାୟ ଆପଣଙ୍କ ପାଇଁ କାମ କରିବ। ହଁ ବନ୍ଧୁଗଣ, ଏହି ଉପାୟ ଏହି ଚ୍ୟାନେଲରେ ଯୋଡ଼ି ହୋଇଥିବା ଲୋକଙ୍କ ପାଇଁ କାମ କରିବ। ହଁ ବନ୍ଧୁଗଣ, ଭିଡ଼ିଓଟିକୁ ଧ୍ୟାନ ସହିତ ଶୁଣନ୍ତୁ। ବନ୍ଧୁଗଣ, ଏହି ଭିଡ଼ିଓରେ ଆମେ ଯାହା ବି ସବାର ସିଦ୍ଧି ମନ୍ତ୍ର ଦେବାକୁ ଯାଉଛୁ, ଆମେ ଯାହା ବି ପ୍ରତିକାର ଦେବାକୁ ଯାଉଛୁ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଏହି ଚ୍ୟାନେଲ ସହିତ ଯୋଡ଼ି ହୋଇଛନ୍ତି। ହଁ ବନ୍ଧୁଗଣ, ଏହା ମଧ୍ୟ ମନେ ରଖନ୍ତୁ। ତେଣୁ ବନ୍ଧୁଗଣ, ଆସନ୍ତୁ ଭିଡ଼ିଓ ଆରମ୍ଭ କରିବା। ବନ୍ଧୁଗଣ, ମୁଁ ଆପଣଙ୍କୁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆପଣଙ୍କ କୁଣ୍ଡଳୀରେ ଆପଣଙ୍କ ରାଶିର ଲୋକମାନେ ସମ୍ପୂର୍ଣ୍ଣ ସଫା ଲୋକ। ସେମାନେ ହୃଦୟରେ ପବିତ୍ର, ସେମାନେ ବହୁତ ପରିଶ୍ରମ କରନ୍ତି ଏବଂ ସର୍ବଦା ନିଜ ଜୀବନରେ ସଫଳତା ଛୁଇଁବାକୁ ଚାହାନ୍ତି। ବନ୍ଧୁଗଣ, ତୁମ ରାଶିର ସମସ୍ତ ଲୋକ ବଡ଼ ଉଚ୍ଚତାରେ ପହଞ୍ଚିବାକୁ ଚାହାନ୍ତି। ବନ୍ଧୁଗଣ, ତୁମେ ସମସ୍ତେ କେବେ ବି କୌଣସି କାମକୁ ଭୟ କର ନାହିଁ। ବନ୍ଧୁଗଣ, ତୁମେ କାହା ସହିତ କୌଣସି ମତଭେଦ ରଖିବାକୁ ଚାହୁଁ ନାହିଁ। ତୁମେ ନିଜ ଜୀବନରେ ବହୁତ ମଗ୍ନ। ତୁମେ କାହାକୁ ଚିନ୍ତା କର ନାହିଁ କିମ୍ବା ତୁମେ କାହା ସହିତ ଶତ୍ରୁ କରିବାକୁ ଚାହୁଁ ନାହିଁ। ବନ୍ଧୁଗଣ, ମୁଁ ତୁମ ସମସ୍ତଙ୍କୁ କହିବାକୁ ଚାହେଁ ଯେ ତୁମର ହୃଦୟ ଏବଂ ମନ ଏତେ ପବିତ୍ର ଯେ ବନ୍ଧୁଗଣ, ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା ତ ଦୂରର କଥା। ବନ୍ଧୁଗଣ, ଅନେକ ଥର କେହି ତୁମ ସାମ୍ନାରେ ଅସୁବିଧାରେ ପଡ଼ିଥାଏ, କେହି ତୁମ ପାଖକୁ ସମସ୍ୟା ନେଇ ଆସେ, ତାପରେ ବନ୍ଧୁଗଣ ତୁମେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମର କାମ ଛାଡ଼ିଦିଅ। ହଁ ବନ୍ଧୁଗଣ, ତୁମେ ହୃଦୟରୁ ଜଣେ ମଣିଷ, କିନ୍ତୁ ବନ୍ଧୁଗଣ ତଥାପି ଲୋକମାନେ ତୁମ ପଛରେ କାହିଁକି ଆସନ୍ତି? ଏତେ ଦୟାଳୁ ହେବା ସତ୍ତ୍ୱେ ଲୋକମାନେ ତୁମ ପଛରେ ଆସନ୍ତି। ଲୋକମାନେ ତୁମର ଶତ୍ରୁ ହୋଇଯାଆନ୍ତି ଏବଂ ବନ୍ଧୁ ଶତ୍ରୁ ସେମାନେ ହୋଇଯାଆନ୍ତି ଯାହାକୁ ତୁମେ ସବୁଠାରୁ ଅଧିକ ବିଶ୍ୱାସ କର। ବନ୍ଧୁଗଣ, ଏହା ସବୁଠାରୁ ଦୁଃଖଦ କଥା। ସେହି ବନ୍ଧୁମାନେ, ସେହି ବ୍ୟକ୍ତି ତାଙ୍କ ସମୟରେ ବହୁତ ଭଲ କାମ କରୁଛନ୍ତି, ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ଲୋକଙ୍କ ଆଶୀର୍ବାଦ ପାଉଛନ୍ତି। କିନ୍ତୁ ଯେଉଁମାନଙ୍କ ପାଇଁ ଆପଣ ଏତେ କଠିନ ପରିଶ୍ରମ କରୁଛନ୍ତି, ବନ୍ଧୁମାନେ ଆପଣ ସେମାନଙ୍କୁ ଭଲ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ବନ୍ଧୁମାନେ ଶେଷରେ ଆପଣ ଦେଖୁଛନ୍ତି ଯେ ସେହି ବ୍ୟକ୍ତି ଆପଣଙ୍କର ଶତ୍ରୁ ହୋଇଯାଉଛି। ବନ୍ଧୁମାନେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଯେଉଁ ବ୍ୟକ୍ତି ଆପଣଙ୍କ ସହିତ ରୁହେ, ଯେଉଁ ବ୍ୟକ୍ତି ଆପଣଙ୍କ ସହିତ ରହି ଆପଣଙ୍କ ଠାରୁ ସବୁକିଛି ଶିଖିଛି, ବନ୍ଧୁମାନେ ଯେଉଁ ଲୋକମାନେ ଆପଣଙ୍କ ଆଙ୍ଗୁଠି ଧରି ଆପଣଙ୍କ ସହିତ ଚାଲିବା ଶିଖିଛନ୍ତି, ଯେଉଁ ଲୋକମାନେ ଆପଣଙ୍କ କାମ ଦେଖି ନିଜର କାମ ଆରମ୍ଭ କରିଛନ୍ତି, ଏକ ପ୍ରକାରେ ବନ୍ଧୁମାନେ ସେହି ଲୋକମାନେ ଯେଉଁମାନେ ଆପଣଙ୍କ ସମୟରେ ଆପଣଙ୍କ ପାଇଁ କିଛି ନଥିଲେ, କିନ୍ତୁ ସେହି ଲୋକମାନେ ଏବେ ଆପଣଙ୍କ ଶତ୍ରୁ ହୋଇଯାଉଛନ୍ତି। ଶେଷରେ ବନ୍ଧୁମାନେ ଏହା କାହିଁକି ହେଉଛି? ବନ୍ଧୁମାନେ ଯେଉଁ ଲୋକମାନଙ୍କ ପାଇଁ ଆପଣ ବହୁତ ସମୟ ବିତାଇଛନ୍ତି, ବନ୍ଧୁମାନେ ଏପରି ଅନେକ ଲୋକ ଅଛନ୍ତି, ସେହି ବନ୍ଧୁମାନେ ତୁମେ ଅନ୍ୟମାନଙ୍କର ଦୁଃଖ ଦେଖିପାରୁନାହିଁ। ବନ୍ଧୁମାନେ ତୁମେ ଲୋକମାନେ ସବୁବେଳେ ସହଯୋଗ କରୁଛ। ବନ୍ଧୁମାନେ ତୁମେ ଲୋକମାନେ କେବେ କାହା ସହିତ ଏପରି କର ନାହିଁ, କିନ୍ତୁ ବନ୍ଧୁମାନେ ତଥାପି ଲୋକମାନେ ତୁମକୁ ଏପରି ଠକନ୍ତି ଯେ ବନ୍ଧୁମାନେ ତୁମକୁ ହୃଦୟରୁ ଖରାପ ଲାଗେ। ଏକ ପ୍ରକାରେ ବନ୍ଧୁମାନେ ତୁମର ଆତ୍ମା ଥରି ଉଠେ। ବନ୍ଧୁମାନେ ତୁମ ଅଞ୍ଚଳରେ ଏପରି ଘଟଣା ଘଟୁଛି? ହଁ ବନ୍ଧୁମାନେ, ମୁଁ ତୁମ ସମସ୍ତଙ୍କୁ କହିବାକୁ ଚାହେଁ ଯେ ତୁମ ଅଞ୍ଚଳରେ ଏପରି ଜଣେ ମହିଳା ଅଛନ୍ତି ଯିଏ ବନ୍ଧୁମାନେ ଗତ କିଛି ମାସ ଧରି ତୁମ ଜୀବନ ପଛରେ ପଡ଼ିଛନ୍ତି। ଏହିପରି ଭାବରେ ବନ୍ଧୁମାନେ ସେ ତୁମ ପରିବାରକୁ ବହୁ ବର୍ଷ ଧରି ଅସୁବିଧାରେ ପକାଇ ରଖିଛନ୍ତି। ବନ୍ଧୁମାନେ ଏବଂ ଏବେ ତୁମ ଅଞ୍ଚଳରେ ସେ ଏପରି ଜ୍ଞାନ, ଏପରି ତାନ୍ତ୍ରିକ ରୀତିନୀତି ବ୍ୟବହାର କରୁଛନ୍ତି ଯାହା ଯୋଗୁଁ କେବଳ ତୁମର ଘର ନୁହେଁ ବରଂ ତୁମର ସମଗ୍ର ପରିବାର ନଷ୍ଟ ହୋଇଯିବ। କିନ୍ତୁ ବନ୍ଧୁମାନେ ମୁଁ ତୁମ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଏବେ ଆମେ ସ୍ୱାମୀଙ୍କ ପାଖକୁ ଆସିଛୁ। ଆମେ ତୁମକୁ ଏସବୁର ସମାଧାନ କହିବାକୁ ଯାଉଛୁ। ସେ ତୁମ ଅଞ୍ଚଳରେ ଯେକୌଣସି ଫାସ୍ ବିଛାଇଛି। ବନ୍ଧୁଗଣ ଆମେ ଆଜିର ଭିଡ଼ିଓରେ ସେମାନଙ୍କ ସମସ୍ତଙ୍କର ସମାଧାନ ଆଣିଛୁ।
କିନ୍ତୁ ବନ୍ଧୁଗଣ ସେମାନଙ୍କୁ ଭାଙ୍ଗିବା ପାଇଁ ଆପଣଙ୍କୁ ଆମକୁ ସାହାଯ୍ୟ କରିବାକୁ ପଡ଼ିବ। ବନ୍ଧୁଗଣ ଆପଣଙ୍କୁ ଏଥିରେ ଆମକୁ ସାହାଯ୍ୟ କରିବାକୁ ପଡ଼ିବ, ତେବେ ହିଁ ଆମେ ସେମାନଙ୍କର ବାଧାଗୁଡ଼ିକୁ ଦୂର କରିପାରିବୁ। ସେମାନେ ଆପଣଙ୍କ ଉପରେ ଯେକୌଣସି ଅସୁବିଧା ପକାଇଛନ୍ତି। ହଁ ବନ୍ଧୁଗଣ, ସର୍ବପ୍ରଥମେ ବନ୍ଧୁଗଣ ଯଦି ଆପଣ ଆମକୁ ସହଯୋଗ କରିବାକୁ ଚାହାନ୍ତି, ଯଦି ଆପଣ ଆମକୁ ସମର୍ଥନ କରିବାକୁ ଚାହାନ୍ତି, ଯାହାଦ୍ୱାରା ବନ୍ଧୁଗଣ ଆମେ ଆପଣଙ୍କ ଜୀବନରୁ ଏହି ଶତ୍ରୁକୁ ଦୂର କରିପାରିବା, ତେବେ ବନ୍ଧୁଗଣ ସହଯୋଗର ଏକ ରୂପ ଭାବରେ ଆପଣ କେବଳ ଆମ ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବନ୍ଧୁଗଣ ଆମେ ଆପଣଙ୍କୁ ହୃଦୟରୁ ଏହା କହୁଛୁ ଯେ ବନ୍ଧୁଗଣ ଆମେ ଆପଣଙ୍କ କଲ୍ୟାଣ ପାଇଁ ବହୁତ କିଛି କରିଛୁ। ବହୁତ ଦିନ ଧରି ବନ୍ଧୁଗଣ ଆମେ ଏପରି ଶକ୍ତି ବ୍ୟବହାର କରିଛୁ ଯେ ବନ୍ଧୁଙ୍କ ଜୀବନରୁ ସମସ୍ୟା ଦୂର ହୋଇଯାଏ। ଆମେ ଏପରି ମନ୍ତ୍ର ଏବଂ ବନ୍ଧୁଗଣ ବ୍ୟବହାର କରିଛୁ, ଶେଷରେ ଆମେ ଆପଣଙ୍କ କଲ୍ୟାଣ ପାଇଁ ଏପରି ମନ୍ତ୍ର ପ୍ରସ୍ତୁତ କରିଛୁ ଯାହା ସାହାଯ୍ୟରେ ବନ୍ଧୁଗଣ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ରୋକିପାରିବ ନାହିଁ। ବନ୍ଧୁଗଣ ତେଣୁ ଆପଣଙ୍କୁ ମଧ୍ୟ ଆମ ସହିତ ସହଯୋଗ କରିବାକୁ ପଡ଼ିବ। ବନ୍ଧୁଗଣ ଏହା ଆପଣଙ୍କର କର୍ମ ହେବ। ବନ୍ଧୁଗଣ ଆପଣ ବହୁତ କାର୍ଯ୍ୟ କରିଛନ୍ତି, ଆପଣ ବହୁତ ଦୟାଳୁ ବ୍ୟକ୍ତି। ତେଣୁ ବନ୍ଧୁଗଣ ଏଠାରେ ମଧ୍ୟ ଏକ ଭଲ କାମ କରନ୍ତୁ। ଯଦି ଆପଣ ଚ୍ୟାନେଲରେ ନୂଆ, ତେବେ ବନ୍ଧୁଗଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପରେ ହିଁ ଭିଡ଼ିଓକୁ ଆହୁରି ଦେଖନ୍ତୁ। ବନ୍ଧୁଗଣ କେବଳ ତେବେ ବନ୍ଧୁଗଣ ଏହା ଆମର ପ୍ରାର୍ଥନା। ଯଦି ଆପଣ ଆମର ପ୍ରାର୍ଥନା ଗ୍ରହଣ କରନ୍ତି ବନ୍ଧୁଗଣ, ଭବିଷ୍ୟତରେ ଆମେ ଆପଣଙ୍କୁ ଯାହା ବି ମନ୍ତ୍ର କହିବୁ ସେହି ବନ୍ଧୁମାନେ ଆମର ହୃଦୟରୁ ମନ୍ତ୍ର ହେବେ ଏବଂ ସେହି ମନ୍ତ୍ରଗୁଡ଼ିକ ଶିବଙ୍କ ସମୟରେ କାମ କରିବ। ବନ୍ଧୁଗଣ ମନ୍ତ୍ରଗୁଡ଼ିକ ଏହିପରି, ଯାଦୁବିଦ୍ୟା ଏହିପରି। ବନ୍ଧୁଗଣ ଏଗୁଡ଼ିକ ପ୍ରାଚୀନ କାଳରୁ ଚାଲି ଆସୁଛି। ବନ୍ଧୁଗଣ ଏହା ଏପରି ନୁହେଁ ଯେ ଆମେ ଆପଣଙ୍କୁ ଏହି ମନ୍ତ୍ର ଦେଉଛୁ। ବନ୍ଧୁଗଣ ଏହି ମନ୍ତ୍ରଗୁଡ଼ିକ ପ୍ରାଚୀନ କାଳରୁ ଚାଲି ଆସୁଛି। ବନ୍ଧୁଗଣ ଯେଉଁମାନେ ଏଥିରେ ବିଶ୍ୱାସ କରନ୍ତି କେବଳ ସେମାନେ ହିଁ ଫଳ ପାଇବେ। ବନ୍ଧୁଗଣ ଯଦି କୌଣସି ଗୁରୁ ଆପଣଙ୍କୁ କୌଣସି ମନ୍ତ୍ର ଦେଉଛନ୍ତି, ତେବେ ବନ୍ଧୁଗଣ ଗୁରୁଙ୍କୁ ଖୁସି କରିବା ପାଇଁ ଆପଣଙ୍କୁ ମଧ୍ୟ ଦାନ ଦେବାକୁ ପଡ଼ିବ। ହଁ ବନ୍ଧୁଗଣ ତେଣୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆମେ ଆପଣମାନଙ୍କ ସମସ୍ତଙ୍କ ପ୍ରତି ବହୁତ କୃତଜ୍ଞ ରହିବୁ। ଆପଣମାନେ ଆମ ଚ୍ୟାନେଲରେ ଯୋଗଦାନ କରନ୍ତୁ ଏବଂ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ହଁ ବନ୍ଧୁଗଣ ତେଣୁ ବନ୍ଧୁଗଣ ଏବେ ଆମେ ଆପଣଙ୍କ ସମୟର ଅଧିକ ନେବୁ ନାହିଁ। ବନ୍ଧୁଗଣ ଆସନ୍ତୁ ଆମେ ଆଗକୁ ବଢ଼ିବା। ବନ୍ଧୁଗଣ ମୁଁ ଆପଣଙ୍କୁ ଏହା କହିବାକୁ ଚାହୁଁଛି ଯେ ଆପଣଙ୍କ ଜୀବନ କାଳକୁ ଉନ୍ନତ କରିବା ପାଇଁ ବନ୍ଧୁଗଣ ଆମେ ବହୁତ ଦିନ ଧରି ଏପରି ମନ୍ତ୍ର ତିଆରି କରିଛୁ। ଆମେ ଏପରି ମନ୍ତ୍ର ଆବିଷ୍କାର କରିଛୁ। ହଁ ପରି ମନ୍ତ୍ର ଆବିଷ୍କାର କରିଛୁ। ହଁ ବନ୍ଧୁଗଣ ଏବଂ ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ମୃତ ଶରୀର ସମୟରେ ସମସ୍ତ ମନ୍ତ୍ର ଦେବାର ସମସ୍ତ ପଦ୍ଧତି କହିବାକୁ ଯାଉଛୁ, ଯାହାଦ୍ୱାରା ବନ୍ଧୁଗଣ ଏହି ମହିଳା, ଏହି ଶତ୍ରୁ ଆପଣଙ୍କ ସମୟର ସବୁଠାରୁ ବଡ଼ ଶତ୍ରୁ, ଯିଏ ଗତ ଅନେକ ବର୍ଷ ଧରି ଆପଣଙ୍କୁ କ୍ଷତି କରିବାକୁ ଚେଷ୍ଟା କର। କିନ୍ତୁ ବନ୍ଧୁଗଣ ଗତ କିଛି ମାସ ଧରି ସେମାନେ ତୁମକୁ ଏତେ କଷ୍ଟ ଦେଇଛନ୍ତି ଯେ ତୁମର ସମସ୍ତ ବ୍ୟବସାୟ ବନ୍ଦ ହୋଇଯାଇଛି, ତୁମର ପରିବାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବନ୍ଧୁଗଣ ତୁମ ଜୀବନରେ ଏତେ ସମସ୍ୟା ଆସୁଛି ଯେ ତୁମର ଶତ୍ରୁମାନେ ମଧ୍ୟ ସେମାନଙ୍କୁ ସାମ୍ନା କରିପାରିବେ ନାହିଁ। ତୁମେ ଏପରି ଭାବ, କିନ୍ତୁ ବନ୍ଧୁଗଣ ଏହି ସମସ୍ୟାଗୁଡ଼ିକ ଏବେ ତୁମ ଜୀବନରେ ଆସୁଛି। ବନ୍ଧୁଗଣ ଅନେକ ଥର ତୁମେ ଏତେ ଅସୁବିଧାରେ ପଡ଼ିଛ ଯେ ତୁମେ ଆତ୍ମହତ୍ୟା କରିବାକୁ ମଧ୍ୟ ଭାବିଛ। କିନ୍ତୁ ବନ୍ଧୁଗଣ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ତୁମର କୌଣସି ରାଶି ଏପରି ପଦକ୍ଷେପ ନ ନିଅ। ବନ୍ଧୁଗଣ ଏହି ପଦକ୍ଷେପଗୁଡ଼ିକ ସମ୍ପୂର୍ଣ୍ଣ ପାଗଳ। ଯେଉଁମାନେ ସମସ୍ୟା ସହିତ ଲଢ଼ିପାରୁ ନାହାନ୍ତି ସେମାନେ ଏପରି କାମ କରନ୍ତି। ବନ୍ଧୁଗଣ ତୁମେ କେବେ ବି ଏପରି ଭାବିବା ଉଚିତ ନୁହେଁ। ବନ୍ଧୁଗଣ ତେଣୁ ଆଜିର ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବନ୍ଧୁଗଣ ଆମେ ତୁମକୁ ତୁମର ସମୟର ପ୍ରତ୍ୟେକ ସମସ୍ୟାର ସମାଧାନ କହିବାକୁ ଯାଉଛୁ। ଆମେ ତୁମ ପାଇଁ ପ୍ରତ୍ୟେକ କାମ କରିବାକୁ ଯାଉଛୁ ଯାହା ବନ୍ଧୁମାନେ ହୁଏତ ଏପର୍ଯ୍ୟନ୍ତ କେହି ତୁମ ପାଇଁ କରିନାହାନ୍ତି। ହଁ ବନ୍ଧୁମାନେ ମୁଁ ତୁମକୁ କହିବାକୁ ଚାହୁଁଛି ଯେ ତୁମେ ତୁମ ଜୀବନରେ ଏତେ ଠକାମିରେ ପଡ଼ିଛ ଯେ ଏବେ ତୁମେ କାହାକୁ ବିଶ୍ୱାସ କରୁନାହଁ। କିନ୍ତୁ ବନ୍ଧୁମାନେ ଏବେ ତୁମେ ଆମ ଉପରେ ଥରେ ବିଶ୍ୱାସ କରିବା ଉଚିତ ଏବଂ ବନ୍ଧୁମାନେ ତୁମେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ଉଚିତ। ବନ୍ଧୁମାନେ ଆମେ ତୁମ ଜୀବନକାଳ ବିଷୟରେ ଗୋଟିଏ ସତ୍ୟ କହିବୁ। ବନ୍ଧୁମାନେ ଏହି କଥାଗୁଡ଼ିକ ମନେ ରଖ। ବନ୍ଧୁମାନେ ଲୋକମାନେ ତୁମ ଉପରେ ତାନ୍ତ୍ରିକ ରୀତି କାହିଁକି କରନ୍ତି, ସେମାନେ ତୁମକୁ କାହିଁକି ବନ୍ଧନରେ ରଖନ୍ତି, ସେମାନେ ତୁମର ଶରୀରକୁ କାହିଁକି ବାନ୍ଧି ରଖନ୍ତି। ହଁ ବନ୍ଧୁମାନେ ମୁଁ ତୁମକୁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଯେଉଁମାନେ ତୁମର ଶତ୍ରୁ ସେମାନେ ପ୍ରଥମେ ତୁମର ଶତ୍ରୁ ନୁହନ୍ତି। ବନ୍ଧୁମାନେ ସେମାନେ ତୁମର ଭଲ ଲୋକ, ସେମାନେ ତୁମର ସାଥୀ। କିନ୍ତୁ ବନ୍ଧୁ ରାସ୍ତାରେ ଚାଲିବା ସମୟରେ ବନ୍ଧୁମାନେ ଯେତେବେଳେ ତୁମେ ସଫଳ ହୁଅ ଏବଂ ସେହି ବ୍ୟକ୍ତି ସଫଳ ହୋଇପାରୁନାହିଁ, ତୁମେ ପ୍ରଗତିକୁ ଛୁଇଁବା ଆରମ୍ଭ କର।
ଏବଂ ସେହି ବ୍ୟକ୍ତି ତୁମ ପରି ଏତେ ପ୍ରଗତି କରିପାରୁନାହିଁ, ତାପରେ ବନ୍ଧୁମାନେ ସେହି ବ୍ୟକ୍ତି ତୁମକୁ ଈର୍ଷା କରିବା ଆରମ୍ଭ କରେ ଯେ ଏହି ବ୍ୟକ୍ତି ଆମ ସହିତ ରହୁଥିଲା ଏବଂ ଆଜି ସେ ଆମଠାରୁ ଆଗରେ ଯାଉଛି। ତୁମର ପ୍ରଗତି ଦେଖି ସେହି ବ୍ୟକ୍ତି ଈର୍ଷା କରିବା ଆରମ୍ଭ କରେ ଏବଂ ବନ୍ଧୁମାନେ ସେ କଠିନ ପରିଶ୍ରମ ମଧ୍ୟ କରେ ଏବଂ ଯେତେବେଳେ ସେ ମେଳ ଖାଏ ନାହିଁ, ତାପରେ ବନ୍ଧୁମାନେ ସେ ତୁମକୁ ଟାଣିବାକୁ ଚେଷ୍ଟା କରେ। ବନ୍ଧୁମାନେ ସେ ତୁମକୁ ଈର୍ଷା କରିବା ଆରମ୍ଭ କରେ ଏବଂ ଈର୍ଷାର ଭାବନା ଯୋଗୁଁ ବନ୍ଧୁମାନେ ସେ ଏତେ ପରିମାଣରେ ପଡ଼ିଯାଏ ଯେ ବନ୍ଧୁମାନେ ସେହି ବ୍ୟକ୍ତି ତୁମକୁ ଅନେକ ଥର ମାରିବାକୁ ମଧ୍ୟ ଚିନ୍ତା କରିସାରିଛି। ତେଣୁ ବନ୍ଧୁମାନେ ଏହାଠାରୁ ବଡ଼ ଆଉ କ'ଣ ହୋଇପାରେ? ଏବଂ ବନ୍ଧୁମାନେ ଆମେ ତୁମକୁ ଗୋଟିଏ କଥା ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛୁ ଯେ ଅନେକ ଲୋକ ଅଛନ୍ତି ଯେଉଁମାନେ ପଚାରନ୍ତି ଯେ ସେହି ମହିଳାଙ୍କ ନାମ କ'ଣ? ତୁମେ ଆମକୁ ତାଙ୍କ ନାମ କୁହ। ବନ୍ଧୁମାନେ ଆମେ ତୁମକୁ କହିବୁ ଯେ ଆମେ ତାଙ୍କ ନାମ କହିପାରୁନାହୁଁ। ବନ୍ଧୁଗଣ, ଏହା ବହୁତ କଷ୍ଟକର। ଆମେ ଜାଣିଛୁ ଯେ ସେହି ମହିଳା କିଏ, ଆମେ ବହୁତ ଭଲ ଭାବରେ ଜାଣୁ। କିନ୍ତୁ ବନ୍ଧୁଗଣ, ଯଦି ଆମେ ଆଜିର ଭିଡ଼ିଓରେ ଆପଣଙ୍କୁ ସେହି ନାମ କହିବୁ, ତେବେ ବନ୍ଧୁଗଣ ଏହା ଆପଣଙ୍କ ଭବିଷ୍ୟତ ଜୀବନ ଏବଂ ବନ୍ଧୁମାନଙ୍କ ପାଇଁ ଖରାପ ହେବ। ଏହା ଆପଣଙ୍କ ଭବିଷ୍ୟତ ପାଇଁ ଏବଂ ଆଗାମୀ ଲୋକଙ୍କ ପାଇଁ ମଧ୍ୟ ଖରାପ ହେବ। ତେଣୁ ବନ୍ଧୁଗଣ ଆମେ ଆପଣଙ୍କୁ ସଂକେତ ମାଧ୍ୟମରେ କହିବୁ। ଆମେ ବହୁତ ସଠିକ୍ ସଂକେତ ଦେଉଛୁ ଯାହା ମାଧ୍ୟମରେ ଆପଣ ବୁଝିପାରିବେ, ହଁ ବନ୍ଧୁଗଣ ଏହା ଏପରି ନୁହେଁ। ବନ୍ଧୁଗଣ ଆମେ ଆପଣଙ୍କୁ ଦୂରରୁ କହୁଛୁ। ବନ୍ଧୁଗଣ ଆମେ ଆପଣଙ୍କୁ ପୂର୍ବ ଭିଡ଼ିଓରେ ଏବଂ ଏହି ଭିଡ଼ିଓରେ ମଧ୍ୟ କହିଥିଲୁ ଯେ ଯେଉଁ ମହିଳା ଆପଣଙ୍କ ଉପରେ ଯାଦୁବିଦ୍ୟା କରନ୍ତି, ଯିଏ ଆପଣଙ୍କ ପ୍ରତି ଈର୍ଷା କରେ, ଯିଏ ଆପଣଙ୍କ ପରିବାର ପ୍ରତି ଈର୍ଷା କରେ, ବନ୍ଧୁଗଣ ତାଙ୍କ ନାମର ପ୍ରଥମ ଅକ୍ଷର କ'ଣ? ବନ୍ଧୁଗଣ ଆମେ ଆପଣଙ୍କୁ ଏହା ମଧ୍ୟ କହିବୁ। ବନ୍ଧୁଗଣ ଧ୍ୟାନ ଦେଇ ଶୁଣନ୍ତୁ। ବନ୍ଧୁଗଣ ଏହି ମହିଳାଙ୍କ ନାମର ପ୍ରଥମ ଅକ୍ଷର STQR ଘ ଲ ଇନ୍ ଟି ଇମ୍ ଟି ଉ ଏ ଟି ଡି ଏବଂ ଇଚ୍ରୁ ଆରମ୍ଭ ହୁଏ। ବନ୍ଧୁଗଣ ଏହି ଅକ୍ଷରଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ବନ୍ଧୁ କୁମ୍ଭ ରାଶିମାନଙ୍କର। ଯଦି ଆପଣଙ୍କୁ ହଠାତ୍ ଅନୁଭବ ହୁଏ ଯେ କେହି ଜଣେ ଆପଣଙ୍କୁ ସବୁବେଳେ ଦେଖୁଛି, କୌଣସି ଶବ୍ଦ ନ କରି କିମ୍ବା ଆପଣଙ୍କ ସାମ୍ନାରେ ଦେଖାଯାଉ ନାହିଁ, ତେବେ ଏହାକୁ ଏକ ମଜା ଭାବ